ଜୟ ଜଗନ୍ନାଥ ସାଙ୍ଗମାନେ। ଆପଣମାନେ ଜାଣନ୍ତି ହୀରାର ମୂଲ୍ୟ ଖଣିରେ ଥିଲାବେଳେ ବଢ଼େନି, ବଢ଼େ ସେତେବେଳେ ଯେତେବେଳେ ସେ ପ୍ରତିଭାବାନ କାରିଗର ହାତରେ ପଡ଼ିଯାଏ। ଠିକ୍ ସେହିପରି ମାଟିକି ଯିଏ ମାଠିଆ ଗଢ଼ି ଦିଏ ସେ ତାର ବାହାଦୁରୀ। ଭିଡ଼ରେ ଜନ୍ମିଥିବା ପିଲାମାନେ ଅର୍ଥାତ୍ ଯେଉଁମାନେ ଜଏଣ୍ଟ ଫ୍ୟାମିଲିରେ ମୋ ଭଳି 17ଟା ପିଲାଙ୍କ ମଝିରେ ବଢ଼ନ୍ତି, ସେହିମାନଙ୍କର ଜୀବନ ଦର୍ଶନକୁ ନେଇ ମୁଁ ସସ୍ମିତା ପଣ୍ଡା ଆଜି ଆପଣମାନଙ୍କ ଆଗରେ ଉପସ୍ଥିତ। ମୋ ଚ୍ୟାନେଲ ଦ ହାର୍ଟ ଟେକର ଏବଂ ଶର୍ଟ ଚ୍ୟାନେଲ ନାଇଟ୍ ଏଙ୍ଗଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରତେ ଭୁଲିବେନି। ଚାଲନ୍ତୁ ଆରମ୍ଭ କରିବା। ଠିକ୍ ମୋ ପରି ଆଉ 17ଟା ପିଲା ଗୋଟିଏ ଖୁଣ୍ଟରେ ଆମେ ବନ୍ଧା ହେଇ ପତୁଳି ପକାଉଥିଲୁ। ଗୋଟିଏ ଦଉଡ଼ିରେ ସମସ୍ତଙ୍କୁ ବନ୍ଧା ଯାଇଥିଲା। ସେ ଦଉଡ଼ି ଥିଲା ଅନୁଶାସନର। ଯିଏ ପରିସୀମା ବାହାରକୁ ଯାଇ ପାରୁନଥିଲେ, ଯଦି ବା ଅଟକି ଯାଆନ୍ତି ବେଳେ ବେଳେ, ତେବେ ପଛପଟରୁ 5 ଜଣର ମାଡ଼ ବସେ। ଜଣକୁ ପଡ଼ିଲେ ଅନ୍ୟମାନେ ତା କାନ୍ଦ ଦେଖି ଆପେ ଆପେ ଆମେମାନେ ସାବାଡ଼ ବନି ଯାଉଥିଲୁ। ଭିଡ଼ରେ ରହି ମୁଁ କେବଳ ସେୟାରିଂ ଆଉ କେୟାରିଂ ଶିଖିଛି। ଆଜ୍ଞା ଛଡ଼ା କାହିଁକି ବୋଲି କହିବା ଶିଖିନି। କାରଣ ଏଟାକୁ ଡିସରେସପେକ୍ଟ ବୋଲି ଗଣାଯାଏ। ଆମ ଫ୍ୟାମିଲିରେ ଗୋଟିଏ କଲର, ଗୋଟିଏ ଡିଜାଇନରେ ଆମେ 17 ଜଣଙ୍କ ପାଇଁ ଜିନିଷ କିଣାଯାଏ। ସେ ଜାମା ହଉ କି କଲମ ହଉ। ଏକୁଟିଆ ଲୁଚି ଖାଇବା ହୁଏତ ଆମେ ଜୀବନରେ କେବେ ଶିଖିନୁ। ବାଣ୍ଟିକି ଖାଅ। ଗୋଟିଏ ଡେଭିଲ ଆଖି ବା ନାଲି ଆଖି ଆମ ଆଖପାଖରେ ବୁଲୁଥିଲା, ଯେଉଁଟାକି ଆମକୁ ରୋକୁଥିଲା ଛୋଟ ଛୋଟ ଭୁଲରେ। ପ୍ରତ୍ୟେକ କର୍ମ କରିବା ଆଗରୁ ଆମ ଭିତରେ ଗୋଟେ ଛାନିଆ ପଶି ଯାଉଥିଲା, ମୁଁ ଠିକ୍ କରୁଛି କି ଭୁଲ କରୁଛି। କାରଣ ପଛପଟରୁ କିଏ ପ୍ରମ୍ପଟିଂ କରୁଥିବ ନିଶ୍ଚିତ। ତେଣୁ ହୀନମାନ୍ୟତା ଧୀରେ ଧୀରେ ଆମମାନଙ୍କ ଭିତରେ ବଢ଼ି ଚାଲିଥିଲା। ନିଜ ଉପରେ ବିଶ୍ୱାସ କମି ଯାଉଥିଲା। ପର ଉପରେ ଆମେ ଡିପେଣ୍ଡେଣ୍ଟ ହେଇଯାଉଥିଲୁ ନିଜର ପ୍ରତ୍ୟେକଟି କର୍ମ ଆଉ ଥଟ୍କୁ ନେଇ। ଝିଅଙ୍କ ପାଇଁ ଅଲଗା ନିୟମ, ପୁଅଙ୍କ ପାଇଁ ଅଲଗା ନିୟମ। ଝିଅଙ୍କୁ ଜନ୍ମ ହେଲା କ୍ଷଣି ପରଘରୀର ଆଖ୍ୟା ଦିଆଯାଉଥିଲା, ଆଉ ପୁଅମାନଙ୍କୁ ଖଟିବା ବଳଦ ବୋଲି ସମ୍ବୋଧନ କରାଯାଉଥିଲା। ସାଟଣା ଶିଖିକି ଶାଶୁଘରକୁ ଗଲେ ତିଷ୍ଠିବୁ, ନହେଲେ ବାପ ମାଙ୍କ ନାଁ ପକେଇବୁ, ନାକ କାଟିବୁ, ଧକ୍କା ମାରି ତତେ ବିଦା କରିଦେବେ। ଏଇ ଯୁଗ ଯାହା ହେଲାଣି ନା, ଏ ଦିପଦ ଆଜି ବି କାନରେ ବାଜେ। ଜୁତା ସିଲେଇଠୁ ରାଜକାର୍ଯ୍ୟ ପୁଅମାନଙ୍କୁ ଶିଖାଯାଏ। ଖାଇବା ବାଢ଼ିଲା ବେଳେ ବୁଢ଼ୀମାର ସେ କଥା ମନେ ପଡ଼େ, ଯେତେବେଳେ ସେ କହେ, ମାଇକିନା ଝିଅଙ୍କର କ'ଣ ଅଛି, ଲୁଣ ଲଙ୍କା ଦଳି ଖାଇଦେବେ। ପୁଅମାନଙ୍କୁ ଭଲିକି ଦେ, ଦାମୁଡ଼ିଆ ହଳ କରିବ। ସବଳ ହେଲେ ସିନା ବୋଝ ବୋହିବ। ସେ ଭୁଲି ଯାଉଥିଲା ଦାମୁଡ଼ିଆକୁ ଜନ୍ମ ଦେବ ଆମ ଭଳି ଗୋଟିଏ ଝିଅ। ମଞ୍ଜି ଭଲ ହେଲେ ଗଛ ବି ଭଲ ହେବ। 100 ପଦରେ ଗୋଟିଏ ପଦ କହିବି, ଝିଅ ଶରୀରରେ ଭିତରେ ଯେଉଁ ଆତ୍ମାଟି ଅଛି, ତାକୁ ଆଦର୍ଶ ଗୃହିଣୀ ରୂପରେ ତିଆରି କରାଯାଉଥିଲା। ଆଉ ପୁଅ ଶରୀର ପାଇଥିବା ଆତ୍ମାକୁ ରୋଜଗାରିଆ, କ୍ଷମତାବାନ, ଶକ୍ତିଶାଳୀ କରାଯାଉଥିଲା, ଯିଏ ଆଗକୁ ଯାଇ ରାଜପାଟ ସମ୍ଭାଳିବ। ଆଜି ବି ମନରେ ପଡ଼େ, ଝିଅମାନେ ଦାଣ୍ଡ ପିଣ୍ଡାରେ ବସିବା କଥା ଦୂରରେ ଥାଉ, ଡ୍ରେସ୍ ପିନ୍ଧିଲେ କାହିଁକି ଓଢ଼ଣି ପକେଇନୁ, ଏ କଥାରେ ବାପା ବୋଉ ଉପରକୁ କେତେ ଗାଳି କରନ୍ତି। ଝିଅ ଛୁଆଙ୍କୁ ଲକ୍ଷ୍ମୀ ପୁରାଣ ମୁଖସ୍ଥ କରାଯାଏ। କାରଣ ସେଇ ଲକ୍ଷ୍ମୀ ପୁରାଣରେ ମା ଲକ୍ଷ୍ମୀ ଆରମ୍ଭରୁ ଆଦର୍ଶ ଗୃହିଣୀ କୋଉ ଝିଅ
ଲକ୍ଷ୍ମୀ ବଢ଼ାଏ, କୋଉ ଝିଅ ଘରକୁ ବିନାଶ କରେ, ତା ଉପରେ 2-3 ପେଜ ମା କହିଛନ୍ତି। ତେଣୁ ମୋ ବାବା ପ୍ରତ୍ୟେକ ଲାଇନକୁ ପ୍ରତ୍ୟେକ ମିନିଟରେ ଆମକୁ ସେ କହି କହି ମୁଖସ୍ଥ କରାଇ ଦେଇଛନ୍ତି। କଥା କହୁ କହୁ ଯଦି ହସିଦବୁ ସେଇ ଧାଡ଼ି। ଏମିତିକି ପ୍ରତ୍ୟେକ କର୍ମରେ ଆମର ସେଇ ଲକ୍ଷ୍ମୀ ପୁରାଣ ବହିଟି ଆସିଯାଏ ଆଗକୁ। ଧନ୍ୟ ସେ ଲେଖକ, ଧନ୍ୟ ସେ ଜୀବନ। ଶୁଣି 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 ମନରେ ଏତେ ଚିଡ଼ା ଲାଗେ ଯେ ଭଗବାନ ଏ କ'ଣ ଇଏ ସବୁ। ମନରେ ପଡ଼େ ଗୋଟେ ସେଇ ଦୁଃଖଦ କାହାଣୀ, ଯାହାକି ଆଜି ଆପଣଙ୍କ ଆଗରେ ମୁଁ ସେୟାର କରିବି। ମୋ ମା'କୁ ଗାଇନିକ୍ ପ୍ରୋବ୍ଲେମ୍ ବଡ଼ ଧରଣରେ ବାହାରିଥିଲା। ବାପା ଆଉ ମୋ ପରିବାର ତାକୁ ମହିଳା ଡାକ୍ତର ପାଖରେ ଟ୍ରିଟମେଣ୍ଟ କରିବେ ବୋଲି ଖୋଜା ପଡ଼ିଲା। ବୋଉର ସ୍ୱାସ୍ଥ୍ୟ ସିରିୟସ୍। ଆମର ଯେଉଁ ଭଦ୍ରକ ଡିଷ୍ଟ୍ରିକ୍ଟରେ ସେତେବେଳେ କେହି ମହିଳା ଡକ୍ଟର ନଥିଲେ, କିନ୍ତୁ ବାପାଙ୍କର ଗୋଟିଏ ଜିଦ୍, ଟ୍ରିଟମେଣ୍ଟ ହବ ତ ପୁରୁଷ ଡାକ୍ତର ପାଖରେ। ପୁରୁଷ ଡାକ୍ତର ମିଳିବା ତ କଷ୍ଟକର, ଏପଟରେ ପେସେଣ୍ଟ ସିରିୟସ୍। ସେତିକିବେଳେ ଆମେ ପିଲାମାନେ ମା'କୁ ହରେଇବା ଡରରେ ବାପାଙ୍କ ବିରୁଦ୍ଧରେ ଆନ୍ଦୋଳନ କରିଥିଲୁ। ବାପାଙ୍କୁ ନ ପଚାରିକି ଗାଁର ଜଣ ଲୋକକୁ, ଯିଏ ମେଡ଼ିକାଲରେ କାମ କରେ କଟକରେ, ତାକୁ ଧରି ବୋଉକୁ ଧରିକି ଆମେ ପଳେଇ ଆସିଥିଲୁ। ଆଉ ବୋଉକୁ ପୁରୁଷ ଡକ୍ଟର ପାଖରେ ଟ୍ରିଟମେଣ୍ଟ କରାଇ ଦେଇଥିଲୁ। ଏଭଳି ମାନସିକ ବିକୃତି ଆମ ସମାଜରେ ବି ଅଛନ୍ତି। ତେଣୁ କହିବା କଥା, ଇଏ କ'ଣ? ଆଉ ଗୋଟେ କଥା କହିବି, ଦିନେ ମୁଁ କଲେଜରେ ସାଙ୍ଗମାନଙ୍କୁ ଚୁଟି କାଟିବାର ଦେଖିକି ମୁଁ ବି ଚୁଟି କାଟି ଦେଇଥିଲି। ଘରେ ଯେତେବେଳେ ପହଞ୍ଚିଲି, ମୋ ବୋଉ ଝାଡ଼ୁ ମାରୁଥିଲା। ସେତେବେଳେ ମା ମୋର ଛାଞ୍ଚୁଣି ଉଠି ଖୁବ୍ ବାଡ଼େଇଲା। ମୁଁ ପଚାରିଲି, ମା କ'ଣ, କାହିଁ ମାରୁଛୁ ମୋତେ? ସେ କହିଲା, ତୋତେ କିଏ ଚୁଟି କାଟିଲା? ମୁଁ କହିଲି, ପୁରୁଷ ଲୋକଟେ। ତୁ ଲକ୍ଷୀ ଛାଡ଼ି ପୁରୁଷ ତୋତେ ଛୁଇଁଲା, ତୁ ଅସତୀ ହେଇଗଲୁ। ହ୍ୱାଟ୍ ଇଜ୍ ଦିସ୍? ଇଏ କ'ଣ? ପୁରୁଷ ନାରୀ ଭିତରେ ଇଏ କି ପ୍ରଭେଦ? କଥା କହିଦେଲେ, ମିଶିଗଲେ, କି ଛୁଇଁଦେଲେ ନାରୀଟି କ'ଣ ଅସତୀ ହେଇଯାଏ? ମୁଁ କାନ୍ଦିବି କ'ଣ? ତା ମୁହଁକୁ ଚାହିଁଲି। ସକାଳେ ମୂଲିଆକୁ ଭାତ ନେଇକି ବୋଉ ଦେଲା ବୋଲି ବାପା ବୋଉର ମହାଭାରତ ସରିଯାଇଥିଲା। ଆମ ଘରେ ମୂଲିଆକୁ ମା'ମାନେ ଭାତ ବାଢ଼ିବେ ସତ, ହେଲେ ପରିଷିବେ ଆମେମାନେ, ପିଲାମାନେ, ନହେଲେ ମୋ ବୁଢ଼ୀମା ନେଇକି ତାଙ୍କୁ ଦବ। ଆଉ ମଝିରେ ଯଦି କିଛି ଲୁଣ ଲଙ୍କା ଦରକାର ହେଲା, ତେବେ ଆମେ ଛୁଆ ନେଇକି ଦବୁ, ମା'ମାନେ ଦେବେନି। ବୁଝିପାରେନି ମୁଁ କିଛି। ଦିନେ ମୋ ସାଙ୍ଗ ମେଳରେ ମୁଁ ଏଇ ଜିନିଷ ଉଠେଇଥିଲି। ସେ କଥା ଆସିକି ମୋର ଜଣେ ସାଙ୍ଗ ଆସିକି ମୋ ବାବାଙ୍କ ପାଖରେ କହିଦେଇଥିଲା। ସେଦିନ ମୋ ପିଠିଟା ଆଉ ନାହିଁ, ଛାଲ ଉତରି ଯାଇଥିଲା। ଉଦ୍ଧତ ହେଇଗଲି, ଲଗାମ ଛଡ଼ା ହେଇଗଲି ବୋଲି ବୋଉକୁ ବାପା ଖୁବ୍ ଗାଳି ଦେଇଥିଲେ। ପିଲାଦିନେ ପୁଅ ଛୁଆଙ୍କ ଖେଳ ପ୍ରତି ମୋର ଭାରି ରୁଚି, କାରଣ ମୁଁ ମୋ ଭାଇଙ୍କ ସାଙ୍ଗରେ ବେଶୀ ବୁଲେ। କାଚ ଗୋଟି ଜାଣିଥିବେ, ତାକୁ ଖେଳିତେ ମୋର ବହୁତ ଆଗ୍ରହ। ଦିନେ କେନାଲ ବନ୍ଧରେ ଲୁଚିକି ସମସ୍ତଙ୍କ ମେଳରେ କାଚ ଗୋଟି ଖେଳୁଥିଲି। ଦୂରରୁ ବାପା ମୋତେ ଦେଖିଦେଲେ, କିନ୍ତୁ କିଛି କହିଲେନି। ଯେତେବେଳେ ସନ୍ଧ୍ୟାବେଳେ ପ୍ରେୟାର ସାରିକି ଆମେ ସବୁ ଖାଇତେ ବସିଲୁ, ସେତେବେଳେ ବାପା ଡାକିଲେ ଏବଂ ମୋ ହାତକୁ ଛେଚି ଦେଇଥିଲେ। ଖୁବ୍ ବ୍ଲିଡ଼ିଂ ହେଇଥିଲା, କିନ୍ତୁ ବାପା କିଛି ନାହିଁ, ଗମ୍ଭୀର ମୁହଁରେ ମୋ ଆଗରେ ବସିଥିଲେ। ଆଉ ମୁଁ କାନ୍ଦୁଥିଲି।
ସମସ୍ତେ ନୀରବ। ଇଏ ଥିଲା ମୋର ଶରୀର ଉପରେ ପ୍ରହାର ନୁହେଁ, ମୋ ମନ ଉପରେ ପ୍ରହାର। ଭାଙ୍ଗି ପଡ଼ିଥିଲି, ଦୁର୍ବଳ ହେଇ ପଡ଼ିଥିଲି। ମନ ଖୋଲି କହିବା, ସ୍ୱାଧୀନତାରେ ବଞ୍ଚିବା, ଏସବୁ କାହିଁ କେଉଁଠି ଦବିଗଲା ସେଇ ଦିନରୁ। ଇନସିକ୍ୟୁରିଟି ଭିତରେ ମୁଁ ଦବିଗଲି, ଆଜି ପର୍ଯ୍ୟନ୍ତ ଦବିଗଲି। ବହୁତ ଭାବେ, ବହୁତ ଇଚ୍ଛା ହୁଏ, ବହୁତ କରିପାରିବି ବୋଲି ମୋର ବିଶ୍ୱାସ ଅଛି, କିନ୍ତୁ କରିପାରେନି। ଏସବୁ କାହିଁକି ନା ମୋ ବାପା ବଞ୍ଚିଛନ୍ତି। ବାପା ରାଗିବେ, ବାପା ପାଇଁ ସବୁ କିଛି ତ୍ୟାଗ କରିଦେବାକୁ ପଡ଼େ। କାରଣ ରାମଚନ୍ଦ୍ର ତ୍ୟାଗ କରିଥିଲେ, ଶ୍ରବଣ କୁମାର ଭାର ବୋଇଥିଲା। ଏଭଳି କେତେ କ'ଣ ଉଦାହରଣ ଦିଆଯାଏ ଆମକୁ। ତେଣୁ ତାଙ୍କଠୁ ଶିଖିକି ଆମକୁ ବି କରିବାକୁ ପଡ଼ିବ। ତେଣିକି ଏନି କଷ୍ଟ। ଏଭଳି କଟ୍ଟର ବ୍ରାହ୍ମଣ ପରିବାରର ଝିଅ ମୁଁ ଥିଲି, ଆଉ ମହାପାତ୍ର ବଂଶର ବୋହୂ ବନିଗଲି। ସ୍ୱାମୀ ତୋର ଇହକାଳ ପରକାଳର ଦେବତା। ତାକୁ ଖୁସି କଲେ ତୁ ଖୁସିରେ ରହିବୁ। ଏକଥା ଯେତେବେଳେ ବାପା ବୋଉ ବିଦାୟ କରୁଥିବା ସମୟରେ କହୁଥିଲେ, ମନ ଭିତରେ ଜଣେ ବାଘୁଣୀ ଗର୍ଜୁଥିଲା। କାରଣ ବିଏରେ ଫାଷ୍ଟ କ୍ଲାସ୍ ଉଇଥ୍ ଡିଷ୍ଟିଂସନ ରଖୁଥିବା ଝିଅକୁ ପାଠ ନ ପଢ଼େଇ ବାହା କରାଦିଆଯାଉଛି। ତା ସହିତ ଆଜି ପର୍ଯ୍ୟନ୍ତ ଏ ମନ୍ତ୍ର ଶୁଣି ଶୁଣି ଶକ୍ତିଶାଳୀ ହୋଇନଥିଲି, ବରଂ ହୀନମାନ୍ୟତାର ଶିକାର ହୋଇଯାଇଥିଲି। ପୁଣି ଥରେ ସେଇ ୱାର୍ଡ, ସେ ଶବ୍ଦ ମୋ କାନକୁ ବିନ୍ଧୁଥିଲା। ଇଚ୍ଛା ହେଉଥିଲା ସବୁ କିଛିକି ଛାଡ଼ି ଦେଇକି ପକ୍ଷୀ ପରି ଉଡ଼ିଯିବି ଆକାଶକୁ। ଏ ବନ୍ଧନ ମୋ ପାଦରେ ନୁହେଁ, ମୋ ଆତ୍ମାକୁ ବାନ୍ଧୁଥିଲା। ପୁଣି ଏକ ବନ୍ଧନ, ଏକ ବୋଝ, ଗୋଟେ କଥା ଯାହାକୁ ମୋ ଅନିଚ୍ଛା ସତ୍ତ୍ୱେ ମାନିବାକୁ ପଡ଼ୁଥିଲା। ଇଚ୍ଛା ନଥିଲା ବାହା ହେଇତେ, ଇଚ୍ଛା ଥିଲା ମୁଁ ଜଣେ କିଛି କରିବି, ଜନ୍ମ ହେଇଛି କିଛି କରିବି, ନିଜେ ନିଜ ପଇସାରେ ଚଳିବି, ସ୍ୱାଭିମାନ ହେଇକି କାହାକୁ ହାତ ପତେଇକି ମାଗିବିନି। କିନ୍ତୁ ନାରୀ, ନା ସେ ବାପ ଘରର, ନା ଶ୍ୱଶୁର ଘରର। ତାକୁ ତ ଘର ହିଁ ଭଗବାନ ଦେଇନି, ମନ ବି ଦେଇନି, ଭାବିବା ପାଇଁ ବି ଶକ୍ତି ଦେଇନି। ଥିଓରି ପରେ ପ୍ରାକ୍ଟିକାଲ ପାର୍ଟ ଆରମ୍ଭ ହେଲା। ନିଜକୁ, ନିଜ ଭାବନାକୁ ମୁଁ ଯେତେବେଳେ ଦେଖେ, ସେତେବେଳେ ମୋ ଆତ୍ମା ଭିତରେ, ବୁଦ୍ଧି ସଂସ୍କାର ଭିତରେ ଅହର୍ନିଶ ଲଢ଼େଇ ଚାଲେ। ପ୍ରତ୍ୟେକ କଥାରେ। ଶେଷରେ ନିଜକୁ ସାଇଡ କରି ଆଗରେ ଯେଉଁ ମଣିଷ ସହିତ ହାତଗଣ୍ଠି ପକାଇ ଦିଆଯାଇଥିଲା, ତାକୁ ବୁଝିତେ ଚେଷ୍ଟା କରିବା ଆରମ୍ଭ କଲି। ହେଲେ ସେ ଏମିତି ପ୍ରଶ୍ନ ଯାହାର ସମାଧାନ ପାଇଁ ସୂତ୍ର ପାଉନଥିଲି, ଆଜି ବି ପାଇନି। ପରିବାର ଅର୍ଥାତ୍ ମୋ ଶାଶୁ ପୁଅକୁ କାହାର ସ୍ୱାମୀ କରେଇତେ ଦେଲାନି, ସ୍ୱାମୀ ଅସଫଳ ପ୍ରେମକୁ ଭୁଲି ପାରିଲାନି, ଆଉ ଶ୍ୱଶୁର ମନ ମୁତାବକ ଯୌତୁକ ପାଇଲାନି। ପ୍ରତିକ୍ଷଣ ଟମ୍ ଏଣ୍ଡ ଜେରିର ଲଢ଼େଇ। ମା, ପୁଅ, ବାପ ମିଶି ଯାଉଥିଲେ, ଆଉ ଧରା ପଡ଼ି ଯାଉଥିଲି ମୁଁ। କୁଖ୍ୟାତ ଖେଳାଳୀଙ୍କ ଭିତରେ ମୁଁ ଅନାଡ଼ି ଖେଳାଳୀ। ଭାବିଥିଲି ଯାହାକୁ ବାହା ହେବି ତାକୁ ଭଲ ପାଇବି। ଯିଏ ହୋସରେ ରହୁନଥିଲା, ଦେବଦାସୀ ସାଜି ମଦକୁ ପାଣି ଭଳି ପିଉଥିଲା, ସେ ମୋତେ କ'ଣ ଦେଖିବ? ତା ଦେହର ଭୋକ ମେଣ୍ଟାଉଥିବା ଜଣେ ଭୋଜ୍ୟ ବସ୍ତୁ ମୁଁ। ଆଜି ମନରେ ପଡ଼େ ମୋତେ ନିଜ କଥା। ସେଦିନ ଥିଲା ମୋ ସାନ ଯା ବଢ଼ିଆ ସୁନ୍ଦର ଭାବରେ ରୋଷେଇ କରେ।
ଭଲ ଭଲ ଆଇଟମ ରାନ୍ଧିକି ଦିଏ। ପ୍ରତ୍ୟେକ ଲୋକଙ୍କୁ ରାନ୍ଧିବା କଳା ଜଣା ନଥାଏ। ଜଣେ ଜଣଙ୍କ ହାତ ବହୁତ ବଢ଼ିଆ, କିନ୍ତୁ ମୋ ଶାଶୁ ତାର ଏଇ କଳାକୁ ଟିକେ ବଢ଼େଇ ଚଢ଼େଇକି ମୋ ସ୍ୱାମୀଙ୍କ ଆଗରେ ଏମିତି ବର୍ଣ୍ଣନା କରେ ଯେ ମୋ ସ୍ୱାମୀ ମୋ ହାତ ରନ୍ଧା ଖାଇବା ଛାଡ଼ିଦେଲେ। ପ୍ରତ୍ୟେକଟି କଥାରେ ମୋତେ ଖୁଣ୍ଟା ଦିଆଯାଉଥିଲା। ମୁଁ ଏମିତି ଭାବରେ ରାଗି ଯାଇଥିଲି ଯେ ମୋ ଯା ଯେତେବେଳେ ରାନ୍ଧିକି ରୋଷେଇ ଘରୁ ପଳେଇଯାଏ, ମୋ ଖାଇବାରେ ଖାଦ୍ୟ ଜିନିଷରେ ଲୁଣ ନହେଲେ ଲଙ୍କା ଗୋଳେଇ ଦେଉଥିଲି। ସମସ୍ତେ ତାକୁ କେମିତି ଖରାପ ଭାବିବେ। ଆଜି ବି ହସ ଲାଗେ ଏଭଳି ମାନସିକତା ମୋର ଥିଲା ବୋଲି। ଏଟା କ'ଣ ପାଇଁ? ଅନସିକ୍ୟୁରିଟି। ମୋ ସ୍ୱାମୀ ମୋ ହାତରୁ ଖସିଯିବ। ଏକରେ ଶାଶୁ କବ୍ଜା କରି ବସିଛି, ଦୁଇରେ ମୋ ସାନ ଯା ତାର ଗୁଣ କୀର୍ତ୍ତନ। କେମିତି କେଜାଣି ଏକ ଜିଦ୍ ଥିଲା ଯେ ମୋ ସ୍ୱାମୀକୁ ମୁଁ ନିଜର କରିକି ହିଁ ଦେଖେଇବି। ସେ ମୋର ହେଲେ ମୋର ସବୁ ଇଚ୍ଛା ପୂରଣ ହେବ। ହେଲେ ସମ୍ପର୍କରେ ଭଲ ପାଇବା ତ ତିଆରି ହେଲାନି, ବିଶ୍ୱାସ ଆସିବ କୋଉଠୁ? ମାଡ଼ ପିଟ୍, ଉପବାସ ରହିବା, ରାତି ଅନିଦ୍ରା ହୋଇ ଦିନ କଟୁଥିଲା। ଆଜି ଦୟା ଲାଗୁଛି ନିଜ ଉପରେ। ସ୍ୱାମୀ ପରେ ନିଜ ପୁଅ ଉପରେ ମୁଁ ନିର୍ଭରଶୀଳ। ମାନସିକ ସ୍ତରରେ, ଆର୍ଥିକ ସ୍ତରରେ ସେ ମୋର ସୁପର ହିରୋ। ମୋ ATM କାର୍ଡ଼ ଯା ପାଇଲିନି କୋଉଠୁ, ତାହା ମୋ ପୁଅ ପୂରଣ କରିଦେବ। ତେବେ ମାନସିକ ବିକଳାଙ୍ଗ ଯୋଉଟା ମୋ ଭଳି ଅନେକ ଲୋକ ହୋଇଯାଇଛନ୍ତି, ୟା ପଛରେ ମୂଳ କାରଣଟା କୋଉଠି ରହିଗଲା? କ'ଣ ମୋର ସଂସ୍କାର, ନା ଆମର ଅନ୍ଧବିଶ୍ୱାସ, ନା ଭୁଲ ବୁଝିବା? କୋଉଥିରେ ଊଣା ରହିଗଲା? ଗଢ଼ିବା ଲୋକଟା ଡିଫେକ୍ଟ ଗଢ଼ିଦେଲା, କିନ୍ତୁ ସେ ଡିଫେକ୍ଟ ମାଲ ବଜାରରେ ବିକ୍ରି ହେବ କେମିତି? ତେବେ ସେ ପାଠ ସେ ପୁରାଣରୁ ଆସୁ କି ପାଠ୍ୟ ଖସଡ଼ାରୁ ଆସୁ, ସବୁବେଳେ ଅଳ୍ପ ବିଦ୍ୟା ଭୟଙ୍କରୀ, ଯୋଉଟାକି କା ଜୀବନକୁ ନେଇ ମରଣ ମୁହଁକୁ ପେଲି ଦିଏ।